ରାଗ ରାଗ କାହାକୁ ବା ଆସୁନି। ଲୋକେ ରାଗରେ ଆଜିକାଲି କ'ଣ କ'ଣ କରିଦେଉଛନ୍ତି। ମଜା ସେତେବେଳେ ଆସିବ ଯେତେବେଳେ ଆମେ ରାଗକୁ କଣ୍ଟ୍ରୋଲ କରିପାରିବା ବା ଏଭଏଡ୍ କରିପାରିବା। ଚାଲନ୍ତୁ ଜାଣିବା ଗୋଟିଏ ଛୋଟିଆ ଷ୍ଟୋରି ମାଧ୍ୟମରେ ରାଗକୁ କଣ୍ଟ୍ରୋଲ କରିବା କେମିତି। ନମସ୍କାର, ମୁଁ ମନୋଜ ଆପଣଙ୍କୁ ସ୍ୱାଗତ କରୁଛି ଲଭଲି ବୟ ମୁରତର ଆଉ ଗୋଟିଏ ଇଣ୍ଟରେଷ୍ଟିଂ ଭିଡ଼ିଓକୁ। ଆଜି ଆମେ ସେଭିଂ, ଅର୍ଣ୍ଣିଂ, ଇନଭେଷ୍ଟମେଣ୍ଟରୁ ଅଲଗା ଗୋଟିଏ ବିଷୟରେ କଥା ହେବା, ଯାହା ହେଉଛି ରାଗ। ଆମେ ସେଇ ରାଗକୁ କେମିତି କଣ୍ଟ୍ରୋଲ କରିବା ବା କେମିତି ଏଭଏଡ୍ କରିବା ତା ବିଷୟରେ ଜାଣିବା। ଯେଉଁମାନେ ମୋ ଚ୍ୟାନେଲକୁ ନୂଆ କରି ଆସିଛନ୍ତି, ଦୟାକରି ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ସରକାରୀ ଅଫିସ୍ ଆଗରେ ଗୋଟିଏ ଲମ୍ବା ଲାଇନ୍ ଲାଗିଥିଲା। ଝରକା ପାଖରେ ଯେଉଁ କ୍ଲର୍କ ବସିଥିଲେ ସେ ଟିକିଏ ରାଗି ଲୋକ ଥିଲେ। ସମସ୍ତଙ୍କ ସହିତ ଜୋର ଜୋରରେ କଥା ହେଉଥିଲେ। ସେ ଗୋଟିଏ ମହିଳାଙ୍କୁ ରାଗି କହୁଥିଲେ ଯେ ଆପଣ ଯେଉଁ ଫର୍ମଟା ଭରିକି ଆଣିଛନ୍ତି ସେଥିରେ ଭୁଲ ଭାଲ ଭରି ଦେଇଛନ୍ତି। ସରକାର ଫର୍ମ ମାଗଣା ଦେଉଛନ୍ତି ବୋଲି ଆପଣ ମନ ଇଚ୍ଛା ଭରୁଛନ୍ତି। ଯଦି ଏଇ ଫର୍ମ ପାଇଁ ଆପଣ 10 ଟଙ୍କା ଦେଇଥାନ୍ତେ ତାହେଲେ 5 ଲୋକକୁ ପଚାରି ଠିକ୍ସେ ଭରିଥାନ୍ତେ। ଏହି ସମୟରେ ସେହି ଲାଇନରେ ଥିବା ଗୋଟିଏ ଲୋକ ଏସବୁକୁ ଦେଖୁଥିଲେ। ସେ ସେହି ଲାଇନରୁ ବାହାରି ପଛପଟ ରାସ୍ତାରେ ସେହି କ୍ଲର୍କ ପାଖରେ ପହଞ୍ଚିଗଲେ। ସେଠାରେ ଥିବା କଳସିରୁ ପାଣି ଗିଲାସେ ବାହାର କଲେ। କ୍ଲର୍କ ସେହି ଲୋକଟିକୁ ଦେଖି ରାଗରେ କହିଲେ ଯେ କ'ଣ ହେଲା, ଆପଣ କ'ଣ ପାଇଁ ଏଠାକୁ ଆସିଛନ୍ତି? ଲୋକଟି ବହୁତ ସରଳତାର ସହ ପାଣି ଗିଲାସଟି ଆଗକୁ କରିଦେଇ କହିଲା, ବହୁତ ସମୟ ହେଲା ଆପଣ କଥାବାର୍ତ୍ତା ହେଉଛନ୍ତି, ତଣ୍ଟି ଶୁଖି ଯାଇଥିବ, ପାଣି ଟିକିଏ ପିଇ ଦିଅନ୍ତୁ। କ୍ଲର୍କ ପାଣି ଗିଲାସକୁ ନେଇ ଲୋକଟିକୁ ଆଶ୍ଚର୍ଯ୍ୟର ସହିତ ଦେଖିଲେ। ସତେ ଯେମିତି କେଉଁ ଅଲଗା ଦୁନିଆର ଅଲଗା ପାଣିକୁ ଦେଖିଦେଇଛନ୍ତି। ତାପରେ କ୍ଲର୍କ ଜଣକ ପାଣି ପିଇ ଦେଇ ଲୋକଙ୍କୁ କହିଲେ, ମୁଁ ଟିକିଏ ସିଧା ସିଧା ରୋକଠୋକ କହୁଥିବା ଲୋକ, ସେଇଥିପାଇଁ ସମସ୍ତେ ମୋ ଉପରେ ନାରାଜ ରହୁଛନ୍ତି। ଚପରାସି ବି ମୋତେ ଡରିକି ଏପଟେ ଆସୁନାହାନ୍ତି। ସେହି ସମୟରେ ବ୍ୟକ୍ତି ଜଣକ ଗୋଟିଏ ସ୍ମାଇଲ୍ ଦେଲେ ଆଉ ନିଜ ଲାଇନରେ ଯାଇ ଠିଆ ହୋଇଗଲେ। ଏବେ ସେ କିରାଣୀଙ୍କ ବ୍ୟବହାର ଏକଦମ ବଦଳି ଯାଇଥିଲା। ସେ ବହୁତ ଶାନ୍ତିର ସହିତ ଲୋକମାନଙ୍କ ସହ କଥା ହେଲେ ଓ କାମ ବି କଲେ। ସନ୍ଧ୍ୟା ସମୟରେ ସେ ଲୋକଙ୍କୁ ଗୋଟିଏ ଫୋନ୍ କଲ୍ ଆସିଲା। ସେଇ ଫୋନ୍ କଲ୍ଟି ସେଇ କିରାଣୀଙ୍କ ପାଖରୁ ଆସିଥିଲା। ସେ କିରାଣୀ ଜଣକ କହିଲେ, ଭାଇ, ମୁଁ ତୁମ ନମ୍ବରଟି ତୁମ ଫର୍ମରୁ ନେଇଥିଲି। ଧନ୍ୟବାଦ କହିବା ପାଇଁ କଲ୍ କରିଥିଲି। ମୋ ମା ଓ ମୋ ସ୍ତ୍ରୀ ଭିତରେ ଜମା ଜମେ ନାହିଁ। ଆଜି ଯେତେବେଳେ ମୁଁ ଘରକୁ ଗଲି, ମା ଓ ସ୍ତ୍ରୀ ଭିତରେ ଝଗଡ଼ା ଚାଲିଥିଲା, କିନ୍ତୁ ସେତେବେଳେ ଆପଣ ଦେଇଥିବା ଗୁରୁମନ୍ତ୍ରଟି କାମରେ ଆସିଲା। ଲୋକଟି ଫୋନରେ ସକ୍ ହୋଇ କହିଲେ, ଗୁରୁମନ୍ତ୍ର? କ୍ଲର୍କ ଜଣକ କହିଲେ, ହଁ, ଆପଣଙ୍କ ଗୁରୁମନ୍ତ୍ର। ମୁଁ ଗୋଟିଏ ଗ୍ଲାସରେ ପାଣି ମୋ ମାଆକୁ ପିଇବାକୁ ଦେଲି ଓ ଆଉ ଗୋଟିଏ ଗ୍ଲାସରେ ପାଣି ମୋ ସ୍ତ୍ରୀକୁ ପିଇବାକୁ ଦେଲି। କହିଲି, ଠିକ୍ ଅଛି, ଶୋଷ ଲାଗୁଥିବ, ପାଟି କରି କରି ତଣ୍ଟି ଶୁଖି ଯାଇଥିବ, ପାଣି ଟିକେ ପିଇ ଦିଅ। ବାସ୍, ସେଇ ସମୟରେ ହିଁ ଝଗଡ଼ା ଶେଷ ହୋଇଗଲା। ସେମାନେ ନିଜ ନିଜ କାମରେ ବ୍ୟସ୍ତ ହୋଇଗଲେ। ତାପରେ କ୍ଲର୍କ ଜଣକ ଲୋକଟିକୁ କହିଲେ, ଭାଇ, ଡିନର ପାଇଁ ଆଜି ଆମ ଘରକୁ ଆସନ୍ତୁ। ଲୋକଟି କହିଲା, ଡିନର ପାଇଁ? କାହିଁକି? କ୍ଲର୍କ ଜଣକ ଶାନ୍ତ ମନରେ ଲୋକଟିକୁ କହିଲେ, ଗୁରୁ ମାନି ନେଇଛି ଯେତେବେଳେ ଆପଣଙ୍କୁ ଗୁରୁଙ୍କର ସେବା କରିବାକୁ ମୌକା ଦିଅନ୍ତୁ। ଆଉ ଏହା ବି ଜାଣିବାକୁ ଚାହୁଁଛି, ଗୋଟିଏ ଗ୍ଲାସ ପାଣିରେ ଯଦି ଏତେ ଚମତ୍କାର ଅଛି, ତେବେ ଖାଇବାରେ କ'ଣ ନଥିବ? ସାଙ୍ଗମାନେ, ଏହି ରାଗକୁ କେବଳ ଶାନ୍ତ ମନରେ ଖୁସି ହୋଇ ହିଁ ଦୂର କରିହେବ। ବେଳେବେଳେ ଆମର ଛୋଟ ଛୋଟ ଭଲ ବ୍ୟବହାର ଦ୍ୱାରା ଅନେକ ଲୋକଙ୍କ ଜୀବନରେ ବହୁତ ବଡ଼ ପରିବର୍ତ୍ତନ ଆସିଥାଏ। ଗୋଟିଏ ଭଲ ସମ୍ପର୍କର ଆରମ୍ଭ ହୋଇଥାଏ। ଏମିତି ବହୁତ ଛୋଟ ଛୋଟ କଥା ଅଛି ଯାହା ଆମ ଜୀବନରେ ବହୁତ ବଡ଼ ବଡ଼ ପରିବର୍ତ୍ତନ ଆଣିଦେଇଥାଏ। ଆପଣଙ୍କ ମନରେ ଯଦି ଏମିତି କିଛି କଥା ଅଛି ତାହେଲେ ମୋତେ ନିଶ୍ଚୟ କମେଣ୍ଟସ୍ ମାଧ୍ୟମରେ ଜଣାଇବେ। ଏହି ଭିଡ଼ିଓଟିକୁ ଅଧିକରୁ ଅଧିକ ଲାଇକ୍, ସେୟାର ଓ କମେଣ୍ଟସ୍ କରିବେ। ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଭୁଲିବେ ନାହିଁ। ନମସ୍କାର, ଜୟ ଜଗନ୍ନାଥ।